ସ୍ନାନ ପୂର୍ଣ୍ଣିମା ଶ୍ରୀ ଜଗନ୍ନାଥଙ୍କର ଏକ ଦିବ୍ୟ ସ୍ନାନ ଯାତ୍ରା। ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଭକ୍ତିମୟ ପରମ୍ପରାରେ ସ୍ନାନ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପବିତ୍ର ସ୍ନାନ ଉତ୍ସବ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନ୍ୟତମ ପ୍ରମୁଖ ପର୍ବ ଅଟେ। ଏହି ବର୍ଷ 2026 ମସିହାରେ ଏହି ମହାନ ପର୍ବ ଜୁନ୍ 29 ତାରିଖରେ ପାଳିତ ହେବ। ଏହି ଦିନ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ଶ୍ରୀମନ୍ଦିରର ଗର୍ଭଗୃହରୁ ପହଣ୍ଡି ବିଜେ କରାଯାଇ ସ୍ନାନବେଦୀକୁ ଅଣାଯାଏ। ସେଠାରେ 108ଟି ସ୍ୱର୍ଣ୍ଣ କଳସରେ ପୂର୍ବରୁ ସଂରକ୍ଷିତ ପବିତ୍ର ସୁଗନ୍ଧିତ ସୁବାସିତ ଜଳରେ ମହାସ୍ନାନ କରାଯାଏ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ସ୍ନାନ ପୂର୍ଣ୍ଣିମାର ଐତିହାସିକ ପୃଷ୍ଠଭୂମି ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ଉତ୍କଳ ଖଣ୍ଡରେ ଏହାର ଉଲ୍ଲେଖ ରହିଛି। କିମ୍ବଦନ୍ତୀ ଅନୁସାରେ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଆଦେଶ ପାଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ସେହି ସମୟରୁ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦେବତାମାନଙ୍କର ସ୍ନାନଯାତ୍ରା ପାଳନ କରାଯାଉଥାଏ। ଭକ୍ତମାନଙ୍କର ବିଶ୍ୱାସ ଅନୁସାରେ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ହୋଇଥିଲା ଏବଂ ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜୀଉମାନଙ୍କୁ ମଞ୍ଚସ୍ନାନ କରାଇଥିଲେ। ସେଥିପାଇଁ ସେହି ଦିନଠାରୁ ସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇ ଆସୁଅଛି। ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉମାନେ 108 ପବିତ୍ର କଳସ ଜଳରେ ସ୍ନାନ କରିଥାନ୍ତି। ଏହି ଜଳ ଶ୍ରୀମନ୍ଦିର ଭିତରେ ଥିବା ସୁନା କୂଅରୁ ସଂଗୃହୀତ ହୋଇଥାଏ। ବୈଦିକ ମନ୍ତ୍ର ଉଚ୍ଚାରଣ, ଚନ୍ଦନ, କର୍ପୂର, ଫୁଲ ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟରେ ଏହାକୁ ପବିତ୍ର କରାଯାଇଥାଏ। ହିନ୍ଦୁ ଧର୍ମରେ 108 ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଛି। 108 ଉପନିଷଦ, 108 ଦିବ୍ୟ ନାମ ଏବଂ 108 ମାଳା ଦାନ ଜପ ଆଧ୍ୟାତ୍ମିକ ପୂର୍ଣ୍ଣତାର ପ୍ରତୀକ। ତେଣୁ 108 କଳସ ଜଳରେ ସ୍ନାନ କରାଇବା ମାଧ୍ୟମରେ ସମଗ୍ର ସୃଷ୍ଟିର ପବିତ୍ରତା ଓ କଲ୍ୟାଣର କାମନା କରାଯାଏ। ଏହି ସ୍ନାନଯାତ୍ରା ମାନବ ଜୀବନରେ ଆତ୍ମଶୁଦ୍ଧି ଓ ଆତ୍ମସଂସ୍କାରର ବାର୍ତ୍ତା ଦେଇଥାଏ। ବାହ୍ୟ ଶରୀର ସହିତ ଅନ୍ତରାତ୍ମାକୁ ମଧ୍ୟ ପବିତ୍ର କରିବା ଆବଶ୍ୟକ ବୋଲି ଏହି ଉତ୍ସବ ଶିକ୍ଷା ଦିଏ। ଶାସ୍ତ୍ର ଓ ଲୋକବିଶ୍ୱାସ ଅନୁଯାୟୀ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରିବା ଅତ୍ୟନ୍ତ ପୁଣ୍ୟମୟ ଅଟେ। ଏହି ଦିନର ଦର୍ଶନରେ ମନୁଷ୍ୟ ଜୀବନର ପାପ କ୍ଷୟ ହୁଏ, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଶାନ୍ତି ଲାଭ ହୁଏ, ରୋଗ, ଶୋକ ଓ ବିପଦ ଦୂର ହୋଇଥାଏ, ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ, ଭକ୍ତି ଓ ଈଶ୍ୱର ବିଶ୍ୱାସ ଦୃଢ଼ ହୋଇଥାଏ, ଜନ୍ମ ଜନ୍ମାନ୍ତରର ଶୁଭଫଳ ପ୍ରାପ୍ତ ହୋଇଥାଏ। ଅନେକ ଭକ୍ତଙ୍କର ବିଶ୍ୱାସ ରହିଛି, ସ୍ନାନ ପୂର୍ଣ୍ଣିମାରେ ଥରେ ଦର୍ଶନ କରିବା ଅନେକ ତୀର୍ଥଯାତ୍ରାର ଫଳ ସମାନ ଅଟେ।